ଭାରତ ଏବଂ ଚତୁରାଷ୍ଟ୍ରୀୟ ୟୁରୋପୀୟ ବ୍ଲକ ୟୁରୋପୀୟ ମୁକ୍ତ ବାଣିଜ୍ୟ ସଂଘ ମଧ୍ୟରେ ମୁକ୍ତ ବାଣିଜ୍ୟ ରାଜିନାମା ଆସନ୍ତା ଅକ୍ଟୋବର 1ରୁ କାର୍ଯ୍ୟକାରୀ ହେବ। ଆସୋଚାମ୍ ପକ୍ଷରୁ ବିକଶିତ ଭାରତ ଲକ୍ଷ୍ୟ ହାସଲ ଦିଗରେ ବିଶ୍ୱର ପ୍ରଭାବ ସୃଷ୍ଟି ନେଇ ଆୟୋଜିତ ଅଧିବେଶନରେ ଉଦ୍ବୋଧନ ଦେଇ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ଏହା କହିଛନ୍ତି। ଏକ ରିପୋର୍ଟ। ଭାରତ ଏବଂ ୟୁରୋପୀୟ ବ୍ଲକର 4ଟି ରାଷ୍ଟ୍ର ଗତବର୍ଷ ମାର୍ଚ୍ଚ 10 ତାରିଖରେ ସ୍ୱାକ୍ଷରମୁକ୍ତ ବାଣିଜ୍ୟ ରାଜିନାମାରେ ସ୍ୱାକ୍ଷର କରିଥିଲେ। ୟୁରୋପୀୟ ମୁକ୍ତ ବାଣିଜ୍ୟ ସଂଘରେ ଆଇସଲ୍ୟାଣ୍ଡ, ଲିଚେନଷ୍ଟାଇନ୍, ନରୱେ ଏବଂ ସ୍ୱିଜରଲ୍ୟାଣ୍ଡ ଅଛନ୍ତି। ଏହି ବ୍ଲକ ବୁଝାମଣା ପରେ ଆସନ୍ତା 10 ବର୍ଷ ମଧ୍ୟରେ $100 ବିଲିୟନ ମଧ୍ୟରୁ $50 ବିଲିୟନ ପୁଞ୍ଜିନିବେଶ କରିବା ପାଇଁ ପ୍ରତିବଦ୍ଧତା ପ୍ରକାଶ ପାଇଛି। ସେହିପରି ଆଗାମୀ 5 ବର୍ଷ ମଧ୍ୟରେ ଆଉ $50 ବିଲିୟନ ନିବେଶ କରାଯିବ। ଫଳରେ ଭାରତରେ 1 ମିଲିୟନ ପ୍ରତ୍ୟକ୍ଷ କର୍ମନିଯୁକ୍ତି ସୁବିଧା ସୃଷ୍ଟି ହୋଇପାରିବ ବୋଲି ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଶ୍ରୀ ଗୋୟଲ କହିଛନ୍ତି। ଶ୍ରୀ ଗୋୟଲ କହିଛନ୍ତି, ଦେଶର ସ୍ୱାର୍ଥରକ୍ଷା ଦିଗରେ କାର୍ଯ୍ୟ କଲେ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ବୁଝାମଣା କ୍ଷେତ୍ରକୁ ପ୍ରବେଶ କରିପାରିବ। ଶିଳ୍ପ ନେତା ଏବଂ ଉଦ୍ୟୋଗୀଙ୍କୁ ସମ୍ବୋଧନ କରି ମନ୍ତ୍ରୀ ଶ୍ରୀ ଗୋୟଲ କହିଛନ୍ତି, ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ କ୍ଷେତ୍ରରେ ମାନସିକତା ପରିବର୍ତ୍ତନର ଗୁରୁତ୍ୱ ରହିଛି। କ୍ଷୁଦ୍ର ଏବଂ ବଡ଼ ଫାର୍ମଗୁଡ଼ିକ ମଧ୍ୟରେ ସାମୂହିକ ଅଭିବୃଦ୍ଧି ଏବଂ ପାରସ୍ପରିକ ସମର୍ଥନ ଦିଗରେ ପରିବର୍ତ୍ତନ କରିବା ନିମନ୍ତେ ସେ ଆହ୍ୱାନ ଦେଇଥିଲେ। ଶ୍ରୀ ଗୋୟଲ ଏମ୍ଏସ୍ଏମ୍ଇ ଅଂଶୀଦାରମାନଙ୍କୁ ସେମାନଙ୍କ ବ୍ୟବସାୟକୁ ପ୍ରଭାବିତ କରୁଥିବା ଶୁଳ୍କବିହୀନ ପ୍ରତିବନ୍ଧକ ବିଷୟରେ ସରକାରଙ୍କୁ ସକ୍ରିୟ ଭାବରେ ସୂଚିତ କରିବାକୁ ଅନୁରୋଧ କରିଛନ୍ତି। ଶ୍ରୀ ଗୋୟଲ ପରସ୍ପରକୁ ସମର୍ଥନ କରିବା ଏବଂ ଭୋକାଲ୍ ଫର୍ ଲୋକାଲ୍ ଆପଣେଇବା ନିମନ୍ତେ ଆହ୍ୱାନ ଦେଇଛନ୍ତି। ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ଉପରେ ସେ ଗୁରୁତ୍ୱ ପ୍ରଦାନ କରି କହିଥିଲେ, ବିଶ୍ୱସ୍ତରରେ ପ୍ରତିଯୋଗିତା ପାଇଁ ଗବେଷଣା, ନବସୃଜନ, ଗୁଣବତ୍ତା ଉପରେ ଧ୍ୟାନ କେନ୍ଦ୍ରୀଭୂତ ହେବା ଉଚିତ। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ମଳୟ ରଞ୍ଜନ ମିଶ୍ର।